ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ଅଯୋଧ୍ୟା ଭଳି ଦିଲ୍ଲୀରେ ଅନୁଷ୍ଠିତ ହେଲା ଦୀପୋତ୍ସବ। ସୀମାରେ ସଂଘର୍ଷ ପରେ ତୁରନ୍ତ ଅସ୍ତ୍ରବିରତି ଲାଗୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନର ସମ୍ମତି ପ୍ରକାଶ। ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର 3 ଜଣ ଖେଳାଳିଙ୍କ ମୃତ୍ୟୁ ହେବା ପରେ ତ୍ରିରାଷ୍ଟ୍ରୀୟ T20 କ୍ରିକେଟ୍ ସିରିଜ୍ରୁ ଓହରିଲା ଆଫଗାନିସ୍ତାନ। ଏବଂ କ୍ରିକେଟରେ ଆଜି ଭାରତ ଅଷ୍ଟ୍ରେଲିଆ ଏବଂ ମହିଳା ବିଶ୍ୱକପ୍ରେ ଭାରତ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂରିଆ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା ଏବଂ ସମାବେଶୀ ଜୀବନଶୈଳୀର ବିକାଶ ଲାଗି ସହଯୋଗର ଆବଶ୍ୟକତା ରହିଛି। ଗତକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଶ୍ରୀଲଙ୍କା ମୁକ୍ତ ବାଣିଜ୍ୟ ଚିନ୍ତାଧାରାକୁ ସମର୍ଥନ କରିଆସୁଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଶ୍ରୀଲଙ୍କାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଭାରତ ପ୍ରଥମ ସ୍ୱଦେଶୀ ଆବିଷ୍କୃତ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ ବିକଶିତ କରିଛି। ନୂଆଦିଲ୍ଲୀରେ ଏକ ଚିକିତ୍ସା କର୍ମଶାଳାକୁ ଉଦ୍ଘାଟନ କରି ଡକ୍ଟର ସିଂ କହିଛନ୍ତି, ଏହି ଆଣ୍ଟିବାୟୋଟିକ୍ ଶ୍ୱାସକ୍ରିୟା ସଂକ୍ରମଣ ବିରୁଦ୍ଧରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ସହ ବିଶେଷକରି କର୍କଟ ରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, ଦେଶରେ ବିଜ୍ଞାନ ଏବଂ ଗବେଷଣା ଅଭିବୃଦ୍ଧିକୁ ଆହୁରି ଆଗକୁ ନେବା ପାଇଁ ସ୍ୱତନ୍ତ୍ର ଇକୋସିଷ୍ଟମ୍ ବିକାଶ କରିବାକୁ ପଡ଼ିବ। ପ୍ରଥମ ଥର ପାଇଁ ଦିଲ୍ଲୀରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ଦୀପୋତ୍ସବ ଭଳି ବଡ଼ ଧରଣର ଦୀପୋତ୍ସବ ପାଳନ କରାଯାଇଛି। କର୍ତ୍ତବ୍ୟ ପଥଠାରେ ଉତ୍ସବକୁ ଉଦ୍ଘାଟନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଦୀପୋତ୍ସବ କେବଳ ଦୀପର ପର୍ବ ନୁହେଁ, ବରଂ ଏକ ନୂତନ ଜାଗରଣର ଶୁଭାରମ୍ଭ। ସେ କହିଛନ୍ତି, ଦିଲ୍ଲୀ ଏକ ନୂତନ କାହାଣୀ ଲେଖିଛି, ଯେଉଁଠାରେ ବିଶ୍ୱାସ ଏବଂ ଆଧୁନିକତା ସୁନ୍ଦର ଭାବରେ ମିଶ୍ରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଏହି ଉତ୍ସବ ସମୟରେ ପ୍ରାୟ 1,51,000 ଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ହଜାର ହଜାର ଡ୍ରୋନ୍ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାମାୟଣର ଦିବ୍ୟ ଗାଥାକୁ ପ୍ରଦର୍ଶନ କରିଥିଲା। ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ 5 ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଦଳ ନାରକଟିଆଗଞ୍ଜ ଆସନରୁ ଶାଶ୍ୱତ କେଦାର ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିବା ବେଳେ ମହମ୍ମଦ କମରୁଲ ହୁଡା କିଶନଗଞ୍ଜରୁ ନିର୍ବାଚନ ଲଢ଼ିବେ। ଏହା ବ୍ୟତୀତ ମହମ୍ମଦ ଇରଫାନ ଆଲମ କସବାରୁ, ଜିତେନ୍ଦ୍ର ଯାଦବ ପୂର୍ଣ୍ଣିଆ ଆସନରୁ ଏବଂ ମୋହନ ଶ୍ରୀବାସ୍ତବ ଗୟା ଟାଉନ୍ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବେ। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା। ଜମ୍ମୁ ଏବଂ କାଶ୍ମୀରରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବଯାନୀ ରାଣା ଆସନ୍ତା ନଭେମ୍ବର 11 ତାରିଖରେ ହେବାକୁ ଥିବା ନାଗ୍ରୋଟା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆକାଶବାଣୀ ଜମ୍ମୁ ସମ୍ବାଦଦାତା ଜଣାଇଛନ୍ତି, ଦେବଯାନୀ ରାଣା ବରିଷ୍ଠ ବିଜେପି ନେତା ଏବଂ ହଜାର ହଜାର ସମର୍ଥକଙ୍କ ସହିତ ଜମ୍ମୁରେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଚଳିତ ବର୍ଷ ଆରମ୍ଭରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ସ୍କୁଲ ଚାକିରି ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି କୋଲକାତାରେ ଅର୍ଥ ଠକେଇ ନିବାରଣ ଆଇନର ଏକ ସ୍ୱତନ୍ତ୍ର କୋର୍ଟରେ ତୃଣମୂଳ କଂଗ୍ରେସ ବିଧାୟକ ଜୀବନ କୃଷ୍ଣ ଶାହାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ମୁର୍ସିଦାବାଦ ଜିଲ୍ଲାର ବାରୱାନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶାହାଙ୍କୁ ଚଳିତ ବର୍ଷ ଅଗଷ୍ଟରେ ଇଡି ଗିରଫ କରିଥିଲା। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଇଡି ଅଧିକାରୀମାନେ ତାଙ୍କୁ ତାଙ୍କ ମୁର୍ସିଦାବାଦ ବାସଭବନରୁ ହେପାଜତକୁ ନେବାର ପ୍ରାୟ 60 ଦିନ ପରେ 80 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍ରେ ତୃଣମୂଳ କଂଗ୍ରେସ ବିଧାୟକଙ୍କ 12ଟି ସମ୍ପତ୍ତିକୁ ମଧ୍ୟ ସଂଲଗ୍ନ କରାଯାଇଛି। ଏହି ମାମଲାରେ ସିବିଆଇ ପୂର୍ବରୁ ଶ୍ରୀ ଶାହାଙ୍କୁ ଗିରଫ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସୀମାରେ ଗତ କିଛି ଦିନ ହେବ ତୀବ୍ର ସଂଘର୍ଷ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ତୁରନ୍ତ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ଗତକାଲି କତ୍ତାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଗତକାଲି ଦୋହାରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଆଲୋଚନାରେ କତାର ଏବଂ ତୁର୍କୀ ମଧ୍ୟସ୍ଥତା କରିଥିଲେ। ଏହି ସଂଘର୍ଷରେ ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର 17 ଜଣ ନାଗରିକଙ୍କ ସମେତ 3 ଜଣ କ୍ରିକେଟ୍ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏବଂ ଗତ ମାସ 22 ତାରିଖରେ ଆରମ୍ଭ ହୋଇଥିବା ଜିଏସ୍ଟି ବଚତ ଉତ୍ସବ ସମଗ୍ର ଦେଶକୁ ଲାଭ ଦେଉଛି। ଜିଏସ୍ଟି ସଂସ୍କାର ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ସଶକ୍ତ କରୁଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ପ୍ରତ୍ୟେକ ପରିବାର ପାଇଁ ଉତ୍ପାଦଗୁଡ଼ିକୁ ଅଧିକ ସୁଲଭ କରି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରୁଛି। ଏୟାର କଣ୍ଡିସନର, ଡିଶ୍ ୱାଶର ଏବଂ ଟେଲିଭିଜନ ଭଳି ଘରୋଇ ଉପକରଣ ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି। ଏହି ପଦକ୍ଷେପ ନାଗରିକମାନଙ୍କ ପାଇଁ ଉପକରଣଗୁଡ଼ିକୁ ଅଧିକ ସୁଲଭ କରିବା ସହ ଘରୋଇ ଉତ୍ପାଦକମାନଙ୍କୁ ସେମାନଙ୍କର ବଜାରର ଆକାର ବିସ୍ତାର କରିବାରେ ସାହାଯ୍ୟ କରୁଛି। ସେହିପରି ସରକାର ମନିଟର ଏବଂ ପ୍ରୋଜେକ୍ଟର ଉପରେ ଟିକସ ହାରକୁ ପୂର୍ବ 28% ସ୍ଲାବରୁ 18%କୁ ହ୍ରାସ କରିଛନ୍ତି। ଏହି ପଦକ୍ଷେପ କେବଳ ଗ୍ରାହକମାନଙ୍କୁ ଲାଭ ଦେଉନାହିଁ, ବରଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମଧ୍ୟ ସମର୍ଥନ କରୁଛି। ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ଭାରତୀୟ ଅର୍ଥନୀତିକୁ ପ୍ରଶଂସା କରି କହିଛନ୍ତି, ଭାରତ ଗତ କିଛି ଦଶନ୍ଧି ମଧ୍ୟରେ ତାର ଜିଡିପିକୁ 3 ଗୁଣ ବୃଦ୍ଧି କରିବାରେ ସଫଳ ହୋଇଛି। ଗତକାଲି ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ସୁନକ୍ କହିଛନ୍ତି, ଭାରତ ତାର ବିଶ୍ୱଶକ୍ତି ବଜାୟ ରଖିବାରେ ସକ୍ଷମ ହୋଇଛି। ସେ କହିଛନ୍ତି, ଭାରତୀୟ ଜନସଂଖ୍ୟାର ଏକ ବୃହତ ଅଂଶ ଅର୍ଥନୈତିକ ଦୃଷ୍ଟିରୁ ସକ୍ଷମ ହେବା ସହ ଦେଶକୁ ବିଶ୍ୱସ୍ତରରେ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଆସନ୍ତା ନଭେମ୍ବର ଶେଷ ଭାଗରେ ପାକିସ୍ତାନରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ T20 କ୍ରିକେଟ୍ ସିରିଜ୍ରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନର ପାକ୍ଟିକା ପ୍ରଦେଶରେ ପାକିସ୍ତାନ ବିମାନ ଆକ୍ରମଣରେ 3 ଜଣ ଘରୋଇ କ୍ରିକେଟର କବିର ଆଗା, ଶିବ ଘାଟୁଲା ଏବଂ ହାରୁନଙ୍କ ମୃତ୍ୟୁ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ICC ଏହି 3 ଜଣ ଯୁବ କ୍ରିକେଟରଙ୍କ ଦୁଃଖଦ ହତ୍ୟା ଉପରେ ଏକ ବିବୃତ୍ତି ଜାରି କରିଥିଲା ଏବଂ ହିଂସାକାଣ୍ଡକୁ ନିନ୍ଦା କରିଥିଲା। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏହି ବିବୃତ୍ତି ପାଇଁ ICCକୁ କୃତଜ୍ଞତା ଜଣାଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଆଫଗାନିସ୍ତାନ କ୍ରିକେଟରଙ୍କ ଦୁଃଖଦ ହତ୍ୟା ଉପରେ ଶୋକ ପ୍ରକାଶ କରିଛି। ସୂଚନା ଅନୁଯାୟୀ ଆଗାମୀ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ ଲାଗି ଆଫଗାନିସ୍ତାନ ବଦଳରେ ଜିମ୍ବାବୁଏ ଖେଳିବ ବୋଲି ଜଣାପଡ଼ିଛି। ଆସନ୍ତା ମାସ 17ରୁ 29 ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ରାୱଲପିଣ୍ଡି ଏବଂ ଲାହୋରରେ ଏହି ସିରିଜ୍ ଖେଳାଯିବ। ଭାରତ ଆଜିଠାରୁ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବ। ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍ ନୂତନ ଏକଦିବସୀୟ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୁବାଇରେ ICC ଚାମ୍ପିୟନ୍ସ ଟ୍ରଫି 2025 ଜିତିବା ପରେ ପ୍ରଥମ ଏକଦିବସୀୟ ଖେଳ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହିତ ଅଟନ୍ତି। ଭାରତୀୟ ସମୟ ସକାଳ 9ଟାରେ ମ୍ୟାଚ୍ ଆରମ୍ଭ ହେବ। ICC ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ମଧ୍ୟପ୍ରଦେଶର ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମ୍ୟାଚ୍ ଅପରାହ୍ନ 3ଟାରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ ଲଗାତାର 2ଟି ପରାଜୟ ପରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମହିଳା ଦଳ ପୁଣି ଥରେ ଟ୍ରାକ୍କୁ ଫେରିବାକୁ ଚେଷ୍ଟା କରିବ। ଭାରତ ବର୍ତ୍ତମାନ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିଛି, ଯେତେବେଳେ କି ଇଂଲଣ୍ଡ 3ୟ ସ୍ଥାନରେ ରହିଛି। ଗତକାଲି ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ନ ହୋଇପାରିବାରୁ କୌଣସି ଫଳ ମିଳିନାହିଁ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 25 ଓଭରରେ 5 ୱିକେଟ୍ ହରାଇ 92 ରନ୍ କରିଥିଲା, ଯେତେବେଳେ କି ଦ୍ୱିତୀୟ ଥର ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଫାତିମା ସାନାଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଏହି ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ। ହକିରେ ମାଲେସିଆରେ ଅନୁଷ୍ଠିତ ସୁଲତାନ ଅଫ୍ ଜୋହର କପ୍ 2025ରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ 2-1ରେ ପରାସ୍ତ କରିଛି। ଫୁଟବଲରେ ଗତକାଲି କୋଲକାତାର ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଅନୁଷ୍ଠିତ ମ୍ୟାଚ୍ରେ ଟାଇ ବ୍ରେକରରେ 125ତମ IFS ସିଲ୍ଡର ଫାଇନାଲରେ ମୋହନ ବାଗାନ 5-4 ଗୋଲରେ ଇଷ୍ଟ ବେଙ୍ଗଲ FCକୁ ପରାସ୍ତ କରିଛି। 21ତମ ଥର ପାଇଁ ମୋହନ ବାଗାନ IFS ସିଲ୍ଡ ଜିତିଥିବା ବେଳେ ପୂର୍ବ ବେଙ୍ଗଲ 29 ଥର ଏହି କପ୍ ଜିତି ସାରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ଅଯୋଧ୍ୟା ଭଳି ଦିଲ୍ଲୀରେ ଅନୁଷ୍ଠିତ ହେଲା ଦୀପୋତ୍ସବ। ସୀମାରେ ସଂଘର୍ଷ ପରେ ତୁରନ୍ତ ଅସ୍ତ୍ରବିରତି ଲାଗୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନର ସମ୍ମତି ପ୍ରକାଶ। ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର 3 ଜଣ ଖେଳାଳିଙ୍କ ମୃତ୍ୟୁ ହେବା ପରେ
ତ୍ରିରାଷ୍ଟ୍ରୀୟ ଟି20 କ୍ରିକେଟ ସିରିଜ୍ରୁ ଓହରିଲା ଆଫଗାନିସ୍ତାନ ଏବଂ କ୍ରିକେଟରେ ଆଜି ଭାରତ ଅଷ୍ଟ୍ରେଲିଆ ଏବଂ ମହିଳା ବିଶ୍ୱକପ୍ରେ ଭାରତ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।